ଆପଣ 16 ତାରିଖ ଦିନ ଦେଖିବେ 16 ତାରିଖ ତ ନିର୍ବାଚନ ଅଛି 16 ତାରିଖ ଦିନ ଦେଖିବେ ଯେ ଭାରତୀୟ ଜନତା ପାର୍ଟି 3ଟି ଯାକ ସିଟ୍ ଜିତିବ। ତାଙ୍କ ଦଳର ଜଣେ ବିଧାୟକ ଅଛନ୍ତି ତାଙ୍କ ଦଳ ପ୍ରତି ତାଙ୍କର କଣ ଅବଦାନ ଅଛି ସେମାନେ ତାଙ୍କୁ ଦେବେ କି ନଦେବା କି ସେ କଥା ଚିନ୍ତା କରନ୍ତୁ। କିନ୍ତୁ ମୁଁ ଏଇଟା 200% ଆପଣ ସେରୁ 100 ନୁହେଁ 200% କହୁଛି ଆପଣ 16 ତାରିଖ ଦିନ ରେଜଲ୍ଟ ଯେତେବେଳେ ଡିକ୍ଲେୟାର ହେଇଯିବ ଆପଣ ଦେଖିବେ ଯେ ଭାରତୀୟ ଜନତା ପାର୍ଟି 3ଟି ଯାକ ରାଜ୍ୟସଭା ଆସନ ହାତେଇ ଆପଣ ଗୋଟେ ଯେତେବେଳେ ଯୁଦ୍ଧ ଲାଗେ ତାପରେ କଥା ନାହିଁ ନା ଏଭ୍ରିଥିଙ୍ଗ ଇଜ ପସିବଲ ଇନ ଲଭ୍ ଇନ୍ ୱାର୍। ଆପଣ 16 ତାରିଖ ଦିନ ଦେଖିବେ 16 ତାରିଖ ତ ନିର୍ବାଚନ ଅଛି 16 ତାରିଖ ଦିନ ଦେଖିବେ ଯେ ଭାରତୀୟ ଜନତା ପାର୍ଟି 3ଟି ଯାକ ସିଟ୍ ଜିତିବ। ତ ବିଧାୟକ ମାନଙ୍କର ଯଦି ଗୁପ୍ତ ଭୋଟ ବ୍ୟବସ୍ଥା ଅଛି ବିଧାୟକ ଦେବେ ବିଧାୟକ ଯାହାକୁ ଚାହିଁବେ ତାକୁ ଦେବେ ଆଉ ଯିଏ ତାଙ୍କୁ ନଦେଲା ସିଏ ହଉଛି ଘୋଡ଼ା ବେପାରୀ ଆଉ ଯିଏ ଦେଲା ସିଏ ତାର ଛେଳି ବେପାରୀ ନା କଣ। ଭାରତୀୟ ଜନତା ପାର୍ଟି 3ଟି ଯାକ ଜିତିଥିବ ତାଙ୍କର ଚତୁର୍ଥ ପଦବୀ ବି ତାଙ୍କର ବର୍ତ୍ତମାନ ସଂକଟରେ କାରଣ ସେ ଯେମାନଙ୍କୁ ଭାବିକି ଦେବେ ସେମାନେ ତାଙ୍କୁ ଦେବେ କି ନାହିଁ ସେ ସଂକଟରେ କାହିଁକି ନା ତାଙ୍କୁ ତାଙ୍କ ଦଳର ଲୋକମାନେ ଚାହୁଁନାହାନ୍ତି। ତାଙ୍କ ଦଳର ଜଣେ ବିଧାୟକ ଅଛନ୍ତି ତାଙ୍କ ଦଳ ପ୍ରତି ତାଙ୍କର କଣ ଅବଦାନ ଅଛି ସେମାନେ ତାଙ୍କୁ ଦେବେ କି ନଦେବା କି ସେ କଥା ଚିନ୍ତା କରନ୍ତୁ। ଭାରତୀୟ ଜନତା ପାର୍ଟି 3 ଗୋଟି ରାଜ୍ୟସଭା ଆସନ ନିଶ୍ଚିତ ଭାବରେ ନବ। ଆପଣ 16 ତାରିଖ ଦିନ ପୁଣି ଆଉଥରେ ମତେ ବୁମ୍ ଲଗେଇବେ। ବିଜେଡି କଣ ହେଲା ଆପଣ ଦେଖିବେ ତାଙ୍କୁ ପଚାରିବେ କିନ୍ତୁ ମୁଁ ଏଇଟା 200% ଆପଣ ସେରୁ 100 ନୁହେଁ 200% କହୁଛି ଆପଣ 16 ତାରିଖ ଦିନ ରେଜଲ୍ଟ ଯେତେବେଳେ ଡିକ୍ଲେୟାର ହେଇଯିବ ଆପଣ ଦେଖିବେ ଯେ ଭାରତୀୟ ଜନତା ପାର୍ଟି 3ଟି ଯାକ ରାଜ୍ୟସଭା ଆସନ ହାତେଇ ଦେଖନ୍ତୁ। ଜଣେ ଯେତେବେଳେ ନମିନେସନ କରିଛନ୍ତି ତାଙ୍କର ଦଳ ତରଫରୁ କେତେ ଜଣ ନମିନେସନ କରିଛନ୍ତି ଜଣେ ନମିନେସନ କରିଛନ୍ତି ତାର ସଂଖ୍ୟା ତାଙ୍କର ଜଣଙ୍କ ପାଇଁ ଅଛି ଆଉ ଗୋଟେ ପାଇଁ ତାଙ୍କ ନମିନେସନ କରିନି ତାଙ୍କ ଦଳ କାହିଁକି ସେ ଯାହା କରି ସେ ତାଙ୍କୁ ସମର୍ଥନ କରୁଛନ୍ତି ଆଉ ସେ ମିଳିତ ସେ ସମର୍ଥନ କରୁଛନ୍ତି ସମର୍ଥନ ପ୍ରାର୍ଥୀକି ତାଙ୍କ ଦଳର ବିଧାୟକ ମିଳେ ଦେବେ ବୋଲି ସେ ଗ୍ୟାରେଣ୍ଟି ଅଛି ସେଟାର କିଛି ଗ୍ୟାରେଣ୍ଟି ନାହିଁ। ତେଣୁ ସେଥିରେ ସେ ଭାବୁଛନ୍ତି ବର୍ତ୍ତମାନ ସେ ଜିତିବେ ବୋଲି କୋଉ ହିସାବରେ କହୁଛନ୍ତି ତାଙ୍କର ଯଦି ତାଙ୍କ ପାଖରେ 60 ଥାନ୍ତା ଏମଏଲଏ ତାହେଲେ ସେ କହୁଛନ୍ତି ଆମେ 2ଟା ପାଇବା ବୋଲି 60 ନଥାଏ କିଏ ଦମଭକ୍ତି କହୁଛନ୍ତି କାହିଁକି ଆପଣ ଦେଖିବେ ସେଇଦିନ ମୁଁ ଆପଣ କହିଦେଲି ଆଜି 3ଟି ମୁଁ 100% କହୁଛି ଏଟା 3ଟି ଯାକ ଭାରତୀୟ ଜନତା ପାର୍ଟି ରାଜ୍ୟସଭା ଆସନ ନିଶ୍ଚିତ କିଏ ବି ଭୋଟ ଦେବେ ତାଙ୍କରି ଦଳ ଲୋକ ଦେବେ ତାଙ୍କ କଂଗ୍ରେସରେ ଦେବେ ସ୍ୱାଧୀନ ଦେବେ ନିଲମ୍ବିତ ଦେବେ ସମସ୍ତେ ଦେବେ ତାଙ୍କର ଗୋଟିଏ ପରେ ଆଉ ଗୋଟେକୁ କିଛି ଯିବ କି ନାହିଁ ଦେଖନ୍ତୁ। ଆପଣ ଗୋଟେ ଯେତେବେଳେ ଯୁଦ୍ଧ ଲାଗେ ତାପରେ କଥା ନାହିଁ ନା ଏଭ୍ରିଥିଙ୍ଗ ଇଜ ପସିବଲ ଇନ ଲଭ୍ ଇନ୍ ୱାର୍। ଲଭ୍ ଆଣ୍ଡ ୱାରରେ ସବୁ କିଛି ପସିବଲ। ଯୁଦ୍ଧ ଯେତେବେଳେ ଲାଗିଛି ସିଏ ଘୋଡ଼ା ବେପାର ହଉ ହାତୀ ବେପାର ହଉ ବାଘ ବେପାର ହଉ ଛେଳି ବେପାର ହଉ ଯାହା ହଉ ବେପାର ସେଥିରେ ବେପାର କଣ ଅଛି ଜଣେ ଜଣଙ୍କର ତାର ଇଚ୍ଛା ମୁତାବକ ଦବ ଯେତେବେଳେ ସେ କ୍ୟାଣ୍ଡିଡେଟ୍ ଦଉଛନ୍ତି ଯାହାକୁ ଯିଏ କ୍ୟାଣ୍ଡିଡେଟ୍ ଦଉଛନ୍ତି ତାଙ୍କ ଦଳର ବିଧାୟକ ମାନଙ୍କୁ କାହିଁକି ତାହେଲେ ରହି ତାଙ୍କ ଦଳ ସିଲେକ୍ଟ କରି ପଠେଇ ଦଉନି ତ ବିଧାୟକ ମାନଙ୍କର ଯଦି ଗୁପ୍ତ ଭୋଟ ବ୍ୟବସ୍ଥା ଅଛି ବିଧାୟକ ଦେବେ ବିଧାୟକ ଯାହାକୁ ଚାହିଁବେ ତାକୁ ଦେବେ ଆଉ ଯିଏ ତାଙ୍କୁ ନଦେଲା ସିଏ ହଉଛି ଘୋଡ଼ା ବେପାରୀ ଆଉ ଯିଏ ଦେଲା ସିଏ ତାର ଛେଳି ବେପାରୀ ନା କଣ।